जगन्नाथ स्वामीଙ୍କର ତୀର୍ଥ ଯାତ୍ରା କରନ୍ତୁ ସଫଳ। ଗ୍ରହ ଦଶା ମୁକ୍ତି ପାଇଁ ତୀର୍ଥ ଭ୍ରମ ଶାନ୍ତି ଦେହ ମନ ସୁଖ ହେବ ଗଙ୍ଗା ଜଳେ ବୁଡ଼ି। साधु साधु राजमाता साधु ए सबुरे ग्रह दोष कटिब नाही गो राजमाता राजमाता ସବୁ କିଛି ପ୍ରତିକାର ଅଛି ବାବା, ହେଲେ ଗ୍ରହ ଦୋଷର ପ୍ରତିକାର ନାହିଁ ବାବା। अच्छी अच्छी राजमाता अच्छी तुम स्वामी का जीवन तुम हस्त रे ही रही କଣ କହିଲି ବାବା? ମୋ ସ୍ୱାମୀଙ୍କ ଜୀବନ ମୋରି ହସ୍ତରେ। हाँ राजमाता ଏ କଣ କହୁଛନ୍ତି ବାବା? काली हम अमावास्या एटा होचे तुम पाए सुवर्ण सुजोग ए सुवर्ण सुजोगटा को जदि तुमे हाथ छड़ा करिवो ताहले तुम स्वामी का मृत्यु सुने ବାବା राजमाता ମୁଁ ପାରିବି ବାବା, ମୁଁ ନିଜେ ପାରିବି ବାବା। ମୋ ସ୍ୱାମୀ ପାଇଁ ମୁଁ କଲଙ୍କିନୀ ହେବି ବାବା, ମୋ ସ୍ୱାମୀ ପାଇଁ ମୁଁ ନାଗୁଣୀ ହେବି ବାବା। वो तुमको कलंकिनी सजौनी कि नागुणी सजौनी केवल तुम स्वामी का जीवन पाई एकांत पूर्ण हुतिर आवश्यक श्मशान भूमिर माटी ଏହାର ନିୟମ ଥିବ ବାବା। अच्छी अच्छी राजमाता अच्छी हेले वो तुमको जाऊ कथाटा कहिबी सेई कथाटा जे भली तुम आउ मो भितरे गोपनीय रहिबो ए जन प्रजा ए भली की महाराजांक मध्य अचला रहिबो तेबे जाई की फलप्रद हब गो मा फलप्रद हब ବାବା ମୁଁ ନିଶ୍ଚୟ ପାରିବି ବାବା। ଯିବ ହଁ ବାବା। ତାହେଲେ ତାହେଲେ କହୁଛି ରାଜମାତା ବାବା କାଲି ହେବ କିଟି କିଟିଆ ଅମାବାସ୍ୟା ରାତ୍ରି এই ନିର୍ଜନ ରାତ୍ରିରେ ଏକାକିନୀ ଆଉ ଉଲଗ୍ନ ଅବସ୍ଥାରେ ଯେଉଁଠି ଶବ ପୋତା ଯାଇଥିବ ସେଇଠାର ମାଟିକୁ ଖୋଲି ଆଣିକି ସେଇ ମାଟିକୁ ପୂର୍ଣ୍ଣାହୁତି କଲେ ତୁମ ସ୍ୱାମୀଙ୍କ ଜୀବନ ଫେରି ପାଇବ ଗୋ ମା ଫେରି ପାଇବ ପୁଣି ଉଲଗ୍ନ ଅବସ୍ଥାରେ ସେଇ ଶବ ପୋତା ହେଇଥିବ ମାଟି ଖୋଲିବ ଜମାତା ବାବା। ଏଥିରେ ଭାବିକି କିଛି ଲାଭ ନାହିଁ କଥାରେ ଅଛି ରଖେ ହରିତ ମାରେ କିଏ ଆଉ ମାରେ ହରିତ ରଖେ କିଏ ଆହୁରି କର୍ମ କର୍ମ ନାନା ଗତି କର୍ମକୁ ବ୍ରହ୍ମାଣ୍ଡ ପାରନ୍ତି ଗୋ ସେଇଥିପାଇଁ ତୁମ ସ୍ୱାମୀଙ୍କ ଜୀବନ ତୁମ ହସ୍ତରେ ରହିଛି ତୁମେ ଚାହିଁଲେ ରଖିବ ତ ରଖ ଆଉ ମାରିବ ତ ମାର ହଁ ବାବା, ମୋ ସ୍ୱାମୀଙ୍କ ଜୀବନ ପାଇଁ ମୁଁ ନିଶ୍ଚୟ ମୁଁ ନିଜେ ପାଳନ କରିବି ବାବା। ମୋ ସ୍ୱାମୀଙ୍କ ଜୀବନ ପାଇଁ ମୁଁ ସାଜିବି ଡାହାଣୀ ଡାହାଣୀ।
ସ୍ୱାମୀଙ୍କ ଜୀବନ ପାଇଁ ମୁଁ ସାଜିବି ମୋ ସ୍ୱାମୀଙ୍କ ଜୀବନ ପାଇଁ ମୁଁ ସବାମୂଳା ଖୋଲି ମୁଁ ଯେଉଁ କଥାଟା ଭାବିଛି ମୁଁ ପ୍ରଥମ ପାହାଚରେ ମୋର ଯେଉଁ ସଫଳତାର ମୁଁ ଆଶାଟା ପାଇଯାଇଛି। ଠିକ ଅଛି, ଭଲ ଅଛି, ଯାହା ହଉ। ହେଲେ ଆଜି ତ ମହାରାଜା ଶ୍ରୀକ୍ଷେତ୍ର ଧାମରୁ ଆସିବାର ଥିଲା, ହେଲେ ସେ କାହିଁକି ଏପର୍ଯ୍ୟନ୍ତ ଆସୁନାହାନ୍ତି? ଟିକେ ଅପେକ୍ଷା କରେ। दीर्घायु भव, यशस्वी भव। उठ उठ राजन। बाबा राजन, पूर्णाहुतिर सामग्री वर्तमान प्रस्तुत हो सारी राजन। हेले हाँ हाँ मु कहबा पाई भाबिछि, हेले मु कहि पारुनी। मु मो दिव्य दृष्टि रे जहा देखिछि ताहा सत्य ना मिथ्या। हेले राजन, घटनाटा निश्चय सत्य होइथिबो राजन, सत्य होइथिबो। बाबा घटनाटा जानी पारे कि? जानिबो, निश्चय जानी पारिबो राजन, निश्चय जानी पारिबो। हेले मु जहा कहिबी तुम आउ मो भितरे एई कथाटा गोपनीय रहिबो। ए जन प्रजा एभଳି कि राजा माता को मध्य अजଣା रहिबो। राजन बाबा ସେଇଥିପାଇଁ ତୁମକୁ ସତ୍ୟ ସତ୍ୟ ତ୍ରିବାର ସତ୍ୟ ଅଷ୍ଟ ଦିଗପାଳଙ୍କୁ ସାକ୍ଷୀ ରଖିକି ହସ୍ତରେ ଜଳ ଧରିକି ସତ୍ୟ କରିବାକୁ ହବ। ठीक अच्छी बाबा, जो घटनाटा देखबी काहाकू किछि न कही राजन निजर प्रतिकार निजे करिबी। सेथिपई चंद्र सूर्य अष्ट दिगपाल को साक्षी रखी सत्य सत्य त्रिवार सत्य ताहेले देखई दियंतु बाबा। ताहेले राजन जीवा से गंतव्य स्थान को मो से दृष्टता तुमको देखै देबी। आसो आसो। पाप करुथि कि पुण्य करुथि मो स्वामी जीवन पाई सही सब पता होइथिबा माटी खोली आनिले मो स्वामी जीवन फेरी पाइबी। निश्चय पारिबी प्रभु, मु निश्चय पारिबी।
ରାଣୀ ଦୁଶୀଳା ତୁ ରାଜମାତା ନୁହଁ, ତୁ ଗୋଟିଏ ପିଚାସୀ, ତୁ ନାରୀ ନୁହଁ, ତୁ ଗୋଟେ ନାଗୁଣୀ ନାଗୁଣୀ ନାଗୁଣୀ। ଧୈର୍ଯ୍ୟ ଧର ରାଜନ, ଧୈର୍ଯ୍ୟ ଧର। ଏଭଳି ଧୈର୍ଯ୍ୟହରା ହେଲେ এই জন ପ୍ରଜା ଯେତେବେଳେ ଜାଣିବେ ତୁମ ମୁହଁରେ ଛେପ ପକେଇବେ ରାଜନ, ଛେପ ପକେଇବେ। ରାଜନ, ତୁମେ ବର୍ତ୍ତମାନ ଗ୍ରହ ଦୋଷରୁ ମୁକ୍ତି ହୋଇଯାଇଛି। ବାବା ଆଉ ସେଇ ଗ୍ରହ ଦୋଷଟା ମାରି ବସିଛି ରାଜମାତାଙ୍କ ଉପରେ। ବାବା ଏହାର ପ୍ରତିକାର ଏହାର ପ୍ରତିକାର ହଁ ବାବା ଅଛି ରାଜନ, ଅଛି। ବର୍ତ୍ତମାନ ଗୋଟିଏ କାଠ ବାକ୍ସ ତିଆରି କରିକି ସେଇ ନାରୀରୁ ନାଗୁଣୀ ହେଇଯାଇଥିବା ସେଇ ରାଜମାତାକୁ এই কাঠ বাক্স ভিতরে ভর্তি করে দেখুছ সে নইটা, সেই নইরে এই মুহূর্তে ভসাই দিও রাজন, ভসাই দিও। ঠিক আছে রাজন, ঠিক আছে বাবা, ଆପଣ ଅପେକ୍ଷା କରନ୍ତୁ, ମୁଁ ଶୀଘ୍ର ନେଇ ଆସୁଛି। ହଉ, ମୋ ମନରେ ଯେଉଁ କଥାଟା ଭାବିଛି ସେଇ ଆଶାଟା ଆଜି ମୋର ଫଳପ୍ରଦ ହେବା ପାଇଁ ଯାଉଛି। ସେଇଥିପାଇଁ ମୁଁ ଖୁସି ନ ହେବି ତ ଆଉ କାହିଁକି। ଠିକ ଅଛି, ସମୟଟା ଗଡ଼ି ଗଡ଼ି ଯାଉଛି। କାହିଁକି କାହିଁକି ଏପର୍ଯ୍ୟନ୍ତ ମହାରାଜା अरे आसुनाहांती काहीकी